ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଶୁଭ ସକାଳ ସମୟରେ ସ୍ୱାଗତ କରେ। ଆଜି ଆମମାନେ ପବିତ୍ର ବାଇବଲ ଧର୍ମଶାସ୍ତ୍ରରେ ପଢ଼ିବା ପ୍ରକାଶିତ ବାକ୍ୟ ତାର 13 ପର୍ବ 5 ପଦରୁ 7 ପଦ। ତ ଏହି ସ୍ଥାନରେ ଆମମାନଙ୍କ ପାଇଁ ଶିକ୍ଷଣୀୟ ବିଷୟ ଆଉ ଖ୍ରୀଷ୍ଟିଆନ ସମ୍ପ୍ରଦାୟକ ପାଇଁ ବହୁତ ଶିକ୍ଷଣ ବିଷୟ ଅଟେ। ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ। ଖ୍ରୀଷ୍ଟ ବିରୋଧୀ ଆଉ ଈଶ୍ୱର ନିନ୍ଦା ସମୟରେ କି ପ୍ରକାର ଭାବରେ ଆମେମାନେ ଜୀବନଯାପନ କରିବା ତାହା ଆମମାନଙ୍କ ପାଇଁ ଶିକ୍ଷଣୀୟ ବିଷୟ ଅଟେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱର ସେମାନଙ୍କୁ ଅଧିକାର ନ ଦେଲେ ସେମାନେ କରନ୍ତି ନାହିଁ। ପ୍ରଭୁ ଈଶ୍ୱର ପରମେଶ୍ୱର ସେମାନଙ୍କୁ ଅଧିକାର ଦେଇସାରିଛନ୍ତି ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ତାଡ଼ନା କରିବା ପାଇଁ, ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ନିନ୍ଦା କରିବା ପାଇଁ, ବାକ୍ୟ ବିରୋଧୀ ବାକ୍ୟ ନିନ୍ଦା କରିବା ପାଇଁ ପରମେଶ୍ୱର ହିଁ ସେମାନଙ୍କୁ ନିଯୁକ୍ତ କରିଅଛନ୍ତି। ତ ଚାଲନ୍ତୁ ଆମେ ପାଠ କରିବା ପ୍ରକାଶିତ ବାକ୍ୟ ତାର 13 ପର୍ବ ତାର 5 ପଦରୁ ଆଉ 7 ପଦ। ଏଠି ଲେଖା ଅଛି, ତାହାଙ୍କୁ ଅହଙ୍କାର ଓ ଈଶ୍ୱର ନିନ୍ଦା କଥା କହିବାକୁ ମୁଖ ଦିଆଗଲା, ଆଉ 42 ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା। ଈଶ୍ୱର ନିନ୍ଦା କରିବା ପାଇଁ ଆଉ ଈଶ୍ୱରଙ୍କୁ ନିନ୍ଦା ଆଉ ଅପମାନ କରିବା ପାଇଁ ଏହି ଜଗତର ଲୋକଙ୍କୁ 42 ମାସ ପରମେଶ୍ୱର ଦେଇଅଛନ୍ତି, ଆଉ ଅଧିକ ଦିନ ନାହିଁ। 6 ପଦ ଲେଖା ଅଛି, ସେଥିରେ ସେ ମୁଖ ଫିଟାଇ ଈଶ୍ୱର ନିନ୍ଦା କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି ସ୍ୱଗୃହ ନିବାସୀମାନଙ୍କ ନିନ୍ଦା କଲା। ସପ୍ତମ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟ ଲାଭ କରିବାକୁ ତାହାଙ୍କୁ କ୍ଷମତା ଦିଆ ହେଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାଙ୍କୁ କ୍ଷମତା ଦିଆଗଲା। ପ୍ରତ୍ୟେକ ପୁଣି ସ୍ୱନିର୍ମିତ କହିଲେ ପ୍ରଭୁଙ୍କର ଗିର୍ଜାଗୃହ ଗୁଡ଼ାକ ଭାଙ୍ଗିବା ପାଇଁ, ଈଶ୍ୱର ନିନ୍ଦା ଆଉ ସମସ୍ତ ଜାତିମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, ପ୍ରତ୍ୟେକ ଭାଷାବାଦୀମାନଙ୍କ ଉପରେ ହିଂସା ଆଉ କଳି ଆଉ ତାଡ଼ନା କରିବା ପାଇଁ ପ୍ରଭୁ ପରମେଶ୍ୱର ବେଶୀ ଦିନ ଦେଇନାହାନ୍ତି, 42 ମାସ। ଏହା ଏକ ଆମମାନଙ୍କର ପବିତ୍ର ବାଇବଲ କହେ। ସେଥିପାଇଁ ଆମ୍ଭେମାନେ ପ୍ରତ୍ୟେକ ଖ୍ରୀଷ୍ଟିଆନ ସମ୍ପ୍ରଦାୟକ ଲୋକମାନେ ଆମେ ଭୟଭୀତ ହେବା ଆବଶ୍ୟକ ନାହିଁ। ଆମମାନେ ଅନେକ ସମୟରେ ଭୟ ହେଇଯାଉଛୁ, ଏମିତି ହେବାକୁ ଯାଉଛି, ସେମିତି ହେଉଛି। ମୋର ପ୍ରିୟମାନେ, ଈଶ୍ୱର ସେମାନଙ୍କୁ ନିଯୁକ୍ତି ଦେଇଅଛନ୍ତି ବା ଈଶ୍ୱର ସେମାନଙ୍କୁ 42 ମାସ ଅଧିକାର ଦେଇଛନ୍ତି, ତାରୁ ଅଧିକ ଆଉ ଦେଇନାହାନ୍ତି। ତ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଥମରେ ଆମମାନେ ଦେଖୁ କି ଏହା ଆଦ୍ୟ ଠାରୁ ହିଁ ଆରମ୍ଭ ହେଇଛି। ତ ପ୍ରିୟ ମୋର ବନ୍ଧୁମାନେ, ମୋର ସାଙ୍ଗମାନେ, ଆସନ୍ତୁ ତ ଦେଖିବା ପ୍ରଥମ ପିତର ତାର 4 ଅଧ୍ୟାୟ 14 ଆଉ 16। ଏଇଠି ଏ ପ୍ରକାର ଲେଖା ଅଛି, ଯଦି ତୁମେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହେଲେ ତୁମେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଠାରେ ଅଧିଷ୍ଠାନ କରୁଅଛନ୍ତି। ଯଦି ଆମେମାନେ ଖ୍ରୀଷ୍ଟିଆନ ହେବାରୁ ଖ୍ରୀଷ୍ଟଙ୍କ ପାଇଁ ଯଦି ତାଡ଼ନା କରୁଅଛନ୍ତି, ତାହେଲେ ଈଶ୍ୱରଙ୍କର ଆତ୍ମା ଆମ ଉପରେ ଅଛି। ଈଶ୍ୱରଙ୍କର ଆତ୍ମା ଆମ ଉପରେ ଥିବାରୁ, ଈଶ୍ୱର ଆମ ସହିତ ଥିବାରୁ, ତ ଆମମାନଙ୍କୁ ସେମାନେ ନିନ୍ଦା ଅପମାନ କରିବେ। ସେତେବେଳେ ଆମେ କ'ଣ କରିବାର ଅଛି? ଆନନ୍ଦ ହେବାର ଅଛି। ତ 16 ପଦରେ ଲେଖା ଅଛି, କିନ୍ତୁ ଯେ କେହି ଯଦି ଖ୍ରୀଷ୍ଟିଆନ ହେବାରୁ ଦଣ୍ଡ ଭୋଗ କରେ, ତାହେଲେ ସେ ଲଜ୍ଜାବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ। ଆମେମାନେ ଏହି ନାମ ହେତୁରୁ ଆମେମାନେ ଈଶ୍ୱରଙ୍କର ମହିମା କୀର୍ତ୍ତନ କରୁ। ତ ମୋର ପ୍ରିୟର ବନ୍ଧୁମାନେ, ଆମେମାନେ ଯେତେବେଳେ ମଧ୍ୟ ଯୁକ୍ତିତର୍କ ଠାରୁ ଆମମାନେ ଦୂରେଇ ରହିବା ଆବଶ୍ୟକ। ଆମେ ଭୟଭୀତ ନ ରହି, ହତାଶ ନୈରାଶ ନ ହୋଇ, ଆମେମାନେ ତାଡ଼ନା ଓ କ୍ଲେଶ ସମୟରେ ସଦାପ୍ରଭୁଙ୍କଠାରେ ଆମେ ଆନନ୍ଦ କରିବା ଆବଶ୍ୟକ। ଆମେ ଚିନ୍ତା କରିବା ନାହିଁ। ଆମେମାନେ ଅଧିକ ସମୟରେ ଆମେ ଚିନ୍ତା କରିଥାଉ, ଭୟ କରିଥାଉ, ଭୟଭୀତ ହେଉଅଛୁ। ସେଥିପାଇଁ ଆମେ ବାଇବଲ ପଢ଼ିବା ଆବଶ୍ୟକ। ସେଥିପାଇଁ ଆମମାନେ ଈଶ୍ୱରଙ୍କର ଶାସ୍ତ୍ର, ପବିତ୍ର ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ, ତୁମେ ଭୟ କର ନାହିଁ। ସେମାନଙ୍କର ଅଧିକ ସମୟ ସେମାନଙ୍କୁ ଅଧିକାର ଦିଆଯାଏ ନାହିଁ, କେବଳ 42 ମାସ ସେମାନେ ଯାହା ଇଚ୍ଛା ତାହା କରିବେ।
ପାଳକମାନଙ୍କ ବିରୁଦ୍ଧରେ ଯିବେ, ମଣ୍ଡଳୀ ବିରୁଦ୍ଧରେ ଯିବେ। ସେମାନେ ଯେତିକି ଯାଆନ୍ତୁ ନା ମଣ୍ଡଳୀ ହିଁ ମଣ୍ଡଳୀ ରହିଥିବ। ଆଜି ପର୍ଯ୍ୟନ୍ତ ଯେତେ ଲୋକ ମଣ୍ଡଳୀ ବିରୁଦ୍ଧରେ ଯାଇଛନ୍ତି, ପାଳକମାନଙ୍କ ବିରୁଦ୍ଧରେ ଯାଇଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ କିଏ ମଧ୍ୟ ନାହାନ୍ତି। କିନ୍ତୁ ମଣ୍ଡଳୀ ସେ ଯୁଗେ ଯୁଗେ ହିଁ ରହିଅଛି। ପ୍ରଭୁ ଯୀଶୁ ଚିରକାଳ ସମାନ ଅଟନ୍ତି। ସେ ଯୀଶୁ ସମାନ ଯୁଗେ ଯୁଗେ ଅଛନ୍ତି, ଆଉ ମଣ୍ଡଳୀ ଯୁଗେ ଯୁଗେ ଅଛି। ଆଦ୍ୟ ମଣ୍ଡଳୀରେ ଷ୍ଟିପାନଙ୍କ ସମୟରେ ଅନେକ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କଲେ। ସେମାନେ ପ୍ରାର୍ଥନା କରିବା ପାଇଁ ମଧ୍ୟ ସୁଯୋଗ ପାଇଲେ ନାହିଁ। ପ୍ରେରିତ ପୁସ୍ତକ ଆଉ ଯଦି ଆମେ ଦେଖୁ 5 ପର୍ବ ତାର 40 ଆଉ 41 ଲେଖା ଅଛି, ଯୀଶୁଙ୍କ ନାମରେ ପ୍ରଚାର କରିବାକୁ ଧମକ ଦେଲେ। ସେହି ନାମ ସକାଶେ ତାଡ଼ନା ଭୋଗିବାକୁ ଯୋଗ୍ୟ ବୋଲି ଆନନ୍ଦ କରୁ କରୁ ପ୍ରଭୁଙ୍କର ସେବକମାନେ, ବିଶ୍ୱାସୀମାନେ, ସେମାନେ ମହାସଭାରୁ ବାହୁଡ଼ି ଆସିଲେ। ଆଉ ସେମାନେ ପ୍ରତିଦିନ ମନ୍ଦିରରେ ରହିଲେ, ଘରେ ଘରେ ପ୍ରଭୁଙ୍କର ଶିକ୍ଷା ଆଉ ସୁସମାଚାର ଦେଇ ଆଉ ସେମାନେ ବିଶ୍ୱାସରେ ଷ୍ଟ୍ରଙ୍ଗ ହେଲେ। ଆମେମାନେ ଏ ତାଡ଼ନା ଆସୁଅଛି ବୋଲି ଭୟ ନ କରୁ। ଆମେମାନେ ଆହୁରି ଷ୍ଟ୍ରଙ୍ଗ ହେବା ପାଇଁ ତାଡ଼ନା ଆସିଥାଏ। ସୁନାକୁ ଯେତିକି ପୁଡ଼ାଇ ଦିଆଯାଏ, ସୁନା ଯେତିକି ଚାକଚକ୍ୟ ଦେଖାଯାଏ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଯେତିକି ତାଡ଼ନା କରାଯାଏ, ସେମାନେ ବିଶ୍ୱାସରେ ସେତିକି ଷ୍ଟ୍ରଙ୍ଗ ହୁଅନ୍ତି। ପ୍ରେରିତ ତାର 11 ପର୍ବ ତାର 26 ପଦ ଏବଂ 19 ପଦରେ ସ୍ତିଫାନଙ୍କର ମୃତ୍ୟୁ ସକାଶେ, ସ୍ତିଫାନଙ୍କ ତାଡ଼ନା ସକାଶେ 1 ବର୍ଷ ଶିଷ୍ୟମାନେ ସେହି ଅଞ୍ଚଳରେ ରହିଲେ। ସେହି ଦିନଠାରୁ ପ୍ରତ୍ୟେକ ଲୋକେ ବିଶ୍ୱାସରେ ବଢ଼ିବାର ଦେଖି, ପ୍ରାର୍ଥନାରେ ବଢ଼ିବାଟା ଦେଖି ପରିଚୟ ପାଇଲେ। ପ୍ରଥମେ ସେମାନେ ଖ୍ରୀଷ୍ଟିଆନ ବୋଲି। ଆମେମାନେ ଖ୍ରୀଷ୍ଟିଆନ ବୋଲି ପରିଚୟ ପାଇଥିବାରୁ ଆମମାନଙ୍କୁ ତାଡ଼ନା କରିବା ପାଇଁ ଚାରିଆଡ଼ର ଲୋକମାନେ ଘେରି ଅଛନ୍ତି, ବା ପ୍ରଭୁ ସେମାନଙ୍କୁ ଅଧିକାର ଦେଇଛନ୍ତି। ଆମେମାନେ ଅନ୍ତସନ୍ତ ନ ହେଉ, ଆମେମାନେ ଚିରକାଳ ସମାନ ରହିବା। କିନ୍ତୁ ସେ ଶତ୍ରୁମାନେ, କ୍ଲେଶକାରୀମାନେ, ତାଡ଼ନାକାରୀମାନେ ସବୁଦିନ ନଥିବେ। ଆଉ ପ୍ରଭୁ ସେମାନଙ୍କୁ ଯଥାଶୀଘ୍ର ପରିବର୍ତ୍ତନ କରିବେ, ଆଉ ସେମାନଙ୍କୁ ତାଙ୍କ ସେବାରେ ନିୟୋଜିତ କରିବେ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ପ୍ରତ୍ୟେକ ବନ୍ଧୁମାନଙ୍କୁ ଯୀଶୁଙ୍କ ନାମରେ ନମସ୍କାର କରି ରହିଲି।